ଜାନୁଆରୀରେ ଏହି 5ଟି ରାଶି ରହିବେ ସବୁଠାରୁ ଭାଗ୍ୟବାନ। ଧନ ଧାନ୍ୟରେ ଭରିବା ଜୀବନ। 2025ର ପ୍ରଥମ ମାସରେ ବୁଧାଦିତ୍ୟ ରାଜଯୋଗ ପ୍ରଭାବଶାଳୀ ହେବାକୁ ଯାଉଛି। ବାସ୍ତବରେ ମାସ ପ୍ରାରମ୍ଭରେ ଧନୁ ରାଶିରେ ବୁଧଙ୍କ ପରିକ୍ରମା ହେବାକୁ ଯାଉଛି, ଯେଉଁଠାରେ ସୂର୍ଯ୍ୟ ପୂର୍ବରୁ ଅବସ୍ଥାନ କରିଛନ୍ତି। ଏଭଳି ସ୍ଥିତିରେ ଧନୁ ରାଶିରେ ସୂର୍ଯ୍ୟ ଓ ବୁଧଙ୍କ ମିଶ୍ରଣ ହେତୁ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି ହେବ। ଏଭଳି ପରିସ୍ଥିତିରେ ବୁଧାଦିତ୍ୟ ରାଜଯୋଗ ଯୋଗୁଁ ବୃଷ, କର୍କଟ, କନ୍ୟା, ତୁଳା ଓ ମୀନ ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ମାସଟି ଲାଭଦାୟକ ରହିବ। ଏହା ସହ ପ୍ରେମ ଜୀବନରେ ସକାରାତ୍ମକ ଫଳ ପାଇବେ। ବିଦ୍ୟାର୍ଥୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳତା ପାଇବେ। ବୃଷ ରାଶି ପାଇଁ 2025 ବର୍ଷର ପ୍ରଥମ ମାସ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଏଥିସହିତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହି ମାସ ଆପଣଙ୍କ ପାଇଁ ସଫଳ ସାବ୍ୟସ୍ତ ହେବ। ଏହି ମାସରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ। ପିତାମାତା ଓ ଗୁରୁଜନଙ୍କ ସହ ଘନିଷ୍ଠତା ବଜାୟ ରହିବ। ଆପଣ ନିଜର ବାଣୀ ଏବଂ ପ୍ରକୃତି ବଳରେ ସମ୍ପର୍କକୁ ଉନ୍ନତ ଏବଂ ମଜବୁତ କରିବାରେ ସକ୍ଷମ ହେବେ। ବିଦେଶ ସହ ଜଡ଼ିତ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଅପ୍ରତ୍ୟାଶିତ ଲାଭ ମିଳିବ। ଚାକିରି ଲୋକଙ୍କ ରୋଜଗାରର ଅତିରିକ୍ତ ଉତ୍ସ ପାଲଟିବ। ପରୀକ୍ଷା ଓ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଓ ସଫଳ ହେବ। ମାସର ଦ୍ୱିତୀୟାର୍ଦ୍ଧ ସ୍ୱାସ୍ଥ୍ୟ ଏବଂ ସମ୍ପର୍କ ଦୃଷ୍ଟିରୁ ଯନ୍ତ୍ରଣାଦାୟକ ସାବ୍ୟସ୍ତ ହୋଇପାରେ। କର୍କଟ ରାଶିଙ୍କ ପାଇଁ 2025 ବର୍ଷର ପ୍ରଥମ ମାସ ଭଲ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଏହି ମାସ ଆରମ୍ଭରେ ନିଜର ସମୟ ଓ ଶକ୍ତିକୁ ପରିଚାଳନା କରିବା ଆପଣଙ୍କ ପାଇଁ ଭଲ ହେବ। ଲୋକଙ୍କ ଛୋଟ ଛୋଟ କଥାରେ ଫସିବା ପରିବର୍ତ୍ତେ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଭଲ ହେବ। ବିଦେଶ ସମ୍ବନ୍ଧୀୟ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ। ମାସର ଦ୍ୱିତୀୟାର୍ଦ୍ଧରେ ଆପଣଙ୍କର ଅସୁବିଧା କମ୍ ରହିବ ଏବଂ ଏହି ସମୟରେ ଆପଣଙ୍କୁ ଘର ଓ ବାହାରେ ସମସ୍ତଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ଏହି ସମୟରେ କର୍ମକ୍ଷେତ୍ରରେ ଆପଣଙ୍କ ବରିଷ୍ଠମାନେ ଆପଣଙ୍କ ପ୍ରତି ଦୟାଳୁ ରହିବେ। ଏହି ମାସରେ ଜୀବନସାଥୀଙ୍କ ସହ ଲମ୍ବା କିମ୍ବା ସ୍ୱଳ୍ପ ଦୂରତା ଯାତ୍ରା ହୋଇପାରେ। ଏହି ଭ୍ରମଣ ବହୁତ ସଫଳ ସାବ୍ୟସ୍ତ ହେବ। 2025 ବର୍ଷର ପ୍ରଥମ ମାସ କନ୍ୟା ରାଶିର ଲୋକଙ୍କ ପାଇଁ ଉନ୍ନତ ସୁଯୋଗ ଆଣିବାକୁ ଯାଉଛି। ମାସ ପ୍ରାରମ୍ଭରେ କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ୱ କିମ୍ବା ବଡ଼ ପଦବୀ ମିଳିପାରେ। ବେରୋଜଗାର ଲୋକମାନେ ନିଜ ମନପସନ୍ଦର ରୋଜଗାର ପାଇପାରନ୍ତି। ଏହି ମାସରେ ଆପଣଙ୍କୁ ଆପଣଙ୍କ ବନ୍ଧୁ, ପରିଚିତ ଏବଂ ପରିବାରର ସମର୍ଥନ ଏବଂ ସ୍ନେହ ମିଳିବ। ଆର୍ଥିକ କ୍ଷେତ୍ରରେ ଓ କ୍ୟାରିୟର ବଢ଼ାଇବା ପାଇଁ ଭଲ ସୁଯୋଗ ମିଳିବ। ମାସର ଦ୍ୱିତୀୟାର୍ଦ୍ଧରେ ଆପଣଙ୍କ ପ୍ରେମ ସାଥୀ କିମ୍ବା ପ୍ରେମିକାଙ୍କ ବିଷୟରେ ଭୁଲ ବୁଝାମଣା ଆପଣଙ୍କ ପାଇଁ ମାନସିକ ଚିନ୍ତାର କାରଣ ହୋଇପାରେ। ଏଭଳି ପରିସ୍ଥିତିରେ ବିବାଦ ପରିବର୍ତ୍ତେ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ, ନଚେତ୍ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। କୌଣସି ଶୁଭ କାର୍ଯ୍ୟରେ ସାମିଲ ହେବାର ସୁଯୋଗ ପାଇବେ। ତୁଳା ରାଶିର ଲୋକଙ୍କ ପାଇଁ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଏବଂ ରୋଜଗାର ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ 2025 ବର୍ଷର ପ୍ରଥମ ମାସ ଅର୍ଥାତ୍ ଜାନୁଆରୀ ମାସଟି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏହି ମାସରେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ, କିନ୍ତୁ ଏହି ମାସରେ ଆପଣଙ୍କୁ ନିବେଶରୁ ଦୂରେଇ ରହିବାକୁ ପଡ଼ିବ। ଯଦି ଆପଣ ନିବେଶ କରନ୍ତି ତେବେ ଅଳ୍ପ ସମୟ ପାଇଁ ନୁହେଁ ବରଂ କେବଳ ଦୀର୍ଘମିଆଦୀ ପାଇଁ ଚିନ୍ତା କରନ୍ତୁ, ନଚେତ୍ ଆପଣ ମଧ୍ୟ କ୍ଷତି ସହିପାରନ୍ତି। ପ୍ରେମ ଜୀବନ ପାଇଁ ମଧ୍ୟ ଏହି ମାସ ଲାଭଦାୟକ ରହିବ। କର୍ମଜୀବୀ ମହିଳାମାନେ ଉଭୟ କାମ ଓ ଘରର ସନ୍ତୁଳନ ରକ୍ଷା କରିବାରେ ସକ୍ଷମ ହେବେ। ମୀନ ରାଶିର ଲୋକଙ୍କ ପାଇଁ 2025 ବର୍ଷର ପ୍ରଥମ ମାସ ଜାନୁଆରୀ ଅଧିକ ଶୁଭ ଓ ସଫଳ ସାବ୍ୟସ୍ତ ହେବ। ମାସ ପ୍ରାରମ୍ଭରେ କୌଣସି ପ୍ରିୟଜନ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ
ସାକ୍ଷାତ ହେବ। ଏହି ସମୟରେ ଆପଣଙ୍କର ପୁରା ଫୋକସ୍ ଜମି ଓ କୋଠାର ବିକ୍ରୟ ଓ କ୍ରୟକୁ ଲାଭ କିମ୍ବା ଆୟର ଅତିରିକ୍ତ ଉତ୍ସ ଉପରେ ରହିବ। ଆର୍ଥିକ କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତି ଆପଣଙ୍କୁ ସମୃଦ୍ଧି ପଥରେ ନେଇଯିବ। ଏହି ସମୟରେ ଆପଣଙ୍କ ସଫଳତାରେ ଆପଣଙ୍କ ମାଲିକ, ପିତାମାତା ଇତ୍ୟାଦିଙ୍କ ପୂର୍ଣ୍ଣ ସହଯୋଗ ସାମିଲ ରହିବ। ଏହି ସମୟରେ ଚାକିରି କରୁଥିବା ବ୍ୟକ୍ତିମାନେ ଆଶାନୁରୂପ ପଦୋନ୍ନତି ପାଇପାରିବେ। ଅଦାଲତ ସହ ଜଡ଼ିତ ଯେକୌଣସି ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ। ବନ୍ଧୁଗଣ, ଆପଣଙ୍କୁ ଆମ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ଲେଖି ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରିଦେବେ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦେବେ।